ଓଡ଼ିଆ ଅଭିଧାନ ଶବ୍ଦ ତତ୍ତ୍ୱବୋଧ ଅଭିଧାନ 1916ର ସଂକଳକ କିଏ? ଉତ୍ତର ଗୋପୀନାଥ ନନ୍ଦ ଶର୍ମା। ଉତ୍କଳ ଅଭିଧାନ 1891ର ସଂକଳକ କିଏ? ଉତ୍ତର ଜଗନ୍ନାଥ ରାଓ। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ 1931ର ସୁଯୋଗ୍ୟ ସଂକଳକ କିଏ? ଉତ୍ତର ଗୋପାଳଚନ୍ଦ୍ର ପ୍ରହରାଜ। ସରଳ ଓଡ଼ିଆ ଅଭିଧାନ 1932ର ସଂକଳକ କିଏ? ଉତ୍ତର କୁଳମଣି ଦାସ। ଜ୍ଞାନମଣ୍ଡଳ 1988ର ପ୍ରଣେତା କିଏ? ଉତ୍ତର କୁଳମଣି ଦାସ। ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ 1963ର ମୁଖ୍ୟ ସଂକଳକ କିଏ? ଉତ୍ତର ମାୟାଧର ମାନସିଂହ। ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷ କେତେ ଭାଗରେ ବିଭକ୍ତ? ଉତ୍ତର 4। ମୃତ୍ୟୁଞ୍ଜୟ ରଥଙ୍କ ଓଡ଼ିଆ ଅଭିଧାନ କେବେ ପ୍ରକାଶ ପାଇଥିଲା? ଉତ୍ତର 1963। କିଏ ତରୁଣ ଶବ୍ଦକୋଷ 1966ର ସଂକଳୟିତା? ଉତ୍ତର କୃଷ୍ଣଚନ୍ଦ୍ର କର। ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ 1987 କାହା ଦ୍ୱାରା ସଂକଳିତ? ଉତ୍ତର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଅଜନ୍ତା ଓଡ଼ିଆ ଅଭିଧାନ 1986 ପ୍ରଥମ ଭାଗ ଓ 1993 ଦ୍ୱିତୀୟ ଭାଗର ସଂକଳକ କିଏ? ଉତ୍ତର ଯମେଶ୍ୱର ରଥ। ଶବ୍ଦସିନ୍ଧୁ 2008ର ସଂକଳକ କିଏ? ଉତ୍ତର ନଟବର ଶତପଥୀ। ସାନ୍ତାଳୀ ଓଡ଼ିଆ ଅଭିଧାନ 1993ର ସଂକଳକ କିଏ? ଉତ୍ତର ଖଗେଶ୍ୱର ମହାପାତ୍ର। ଓଡ଼ିଆ ଅଭିଧାନ 1963ର ପ୍ରଣେତା କିଏ? ଉତ୍ତର ମୃତ୍ୟୁଞ୍ଜୟ ରଥ। ସଂକଳକ ରମଲାକରଙ୍କ ଅଭିନବ ସରଳ ଉତ୍କଳ ଅଭିଧାନ କେବେ ପ୍ରକାଶ ପାଇଥିଲା? ଉତ୍ତର 1961। ବାବା ବୈଦ୍ୟନାଥ ପାଢ଼ୀଙ୍କ ବୃହତ୍ ଓଡ଼ିଆ ଅଭିଧାନର ପ୍ରକାଶ କାଳ କେବେ? ଉତ୍ତର 1964। ଗୋପୀନାଥ ନନ୍ଦ ଶର୍ମାଙ୍କ ଶବ୍ଦତତ୍ତ୍ୱବୋଧ ଅଭିଧାନ କେବେ ପ୍ରକାଶ ପାଇଥିଲା? ଉତ୍ତର 1916। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ କେତେ ଖଣ୍ଡରେ ବିଭକ୍ତ? ଉତ୍ତର 7। ପ୍ରମୋଦ ଅଭିଧାନ 1942 କାହା ଦ୍ୱାରା ସଂକଳିତ? ଉତ୍ତର ପ୍ରମୋଦ ଚନ୍ଦ୍ର ଦେବ ପଟ୍ଟାୟତ। କିଏ ଆଧୁନିକ ଓଡ଼ିଆ ଅଭିଧାନ 1957ର ସଂକଳୟିତା? ଉତ୍ତର ନୀଳକଣ୍ଠ ରଥ। 2014ରେ ପ୍ରକାଶିତ ଧନେଶ୍ୱର ମହାପାତ୍ରଙ୍କ ଅଭିଧାନର ନାମ କ'ଣ? ଉତ୍ତର ସରଳ ଓଡ଼ିଆ ଅଭିଧାନ। ଧନେଶ୍ୱର ମହାପାତ୍ରଙ୍କ ସରଳ ଓଡ଼ିଆ ଅଭିଧାନ ପୂର୍ବରୁ ଏହି ନାମରେ ଆଉ ଏକ ଅଭିଧାନ ପ୍ରକାଶିତ। ତା'ର ସଂକଳକଙ୍କ ନାମ ଓ ପ୍ରକାଶ କାଳ ଉଲ୍ଲେଖ କର। ଉତ୍ତର କୁଳମଣି ଦାସ 1932। ପ୍ରକାଶ କାଳ ଅନୁସାରେ ଉପଯୁକ୍ତ କ୍ରମ ନିରୂପଣ କର। ଉତ୍ତର ଉତ୍କଳ ଅଭିଧାନ 1891, ସରଳ ଓଡ଼ିଆ ଅଭିଧାନ 1932, ନବ ଅଭିଧାନ 1962, ତରୁଣ ଶବ୍ଦକୋଷ 1966। ପ୍ରକାଶ କାଳ ଅନୁସାରେ ଉପଯୁକ୍ତ କ୍ରମ ଦର୍ଶାଅ। ଉତ୍ତର ଶବ୍ଦ ତତ୍ତ୍ୱବୋଧ ଅଭିଧାନ 1916, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ 1931, ପ୍ରମୋଦ ଅଭିଧାନ 1942, ଶବ୍ଦସିନ୍ଧୁ 2008। କ ସ୍ତମ୍ଭ ସହ ଖ ସ୍ତମ୍ଭର ସଂକଳକକୁ ଯୋଡ଼। କ ସ୍ତମ୍ଭ ଅଭିଧାନ ସହିତ ଖ ସ୍ତମ୍ଭର ସଂକଳକକୁ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଉତ୍କଳ ଅଭିଧାନ ଜଗନ୍ନାଥ ରାଓ। ଓଡ଼ିଆ ଅଭିଧାନ ମୃତ୍ୟୁଞ୍ଜୟ ରଥ। ସରଳ ଓଡ଼ିଆ ଅଭିଧାନ କୁଳମଣି ଦାସ। ଆଧୁନିକ ଓଡ଼ିଆ ଅଭିଧାନ ନୀଳକଣ୍ଠ ରଥ। କ ସ୍ତମ୍ଭର ପ୍ରକାଶ କାଳକୁ ଖ ସ୍ତମ୍ଭର ଅଭିଧାନ ସହିତ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। 2008 ଶବ୍ଦସିନ୍ଧୁ। 1961 ଅଭିନବ ସରଳ ଉତ୍କଳ ଅଭିଧାନ। 1916 ଶବ୍ଦତତ୍ତ୍ୱବୋଧ ଅଭିଧାନ। 1966 ତରୁଣ ଶବ୍ଦକୋଷ।